ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ତରଫରୁ ଆପଣମାନଙ୍କର ନୂଆ ପଦବୀ ଆସିଯାଇଛି। ତ ଏଥିରେ ଆପଣମାନଙ୍କର କମ୍ବାଇନ୍ଡ ହାୟର ସେକେଣ୍ଡାରୀ ଲେଭେଲ୍ ଗ୍ରୁପ୍ ବି ଏବଂ ସି ପୋଷ୍ଟଟା ରହିଛି। ତ ଏଥିରେ ଆପଣମାନଙ୍କର ବହୁତ ଗୁଡ଼ାଏ ଡିପାର୍ଟମେଣ୍ଟ ତରଫରୁ ଆପଣମାନଙ୍କର ଜବ୍ ଭ୍ୟାକେନ୍ସିଟା ରହିଛି। ଆପଣଙ୍କର OSSC ତରଫରୁ ଆସିଯାଇଛି ନୂଆ ପଦବୀ ଗୁଡ଼ାକ। ତ ଆପଣମାନଙ୍କୁ ଡିଟେଲ୍ସ କହିବି ଭିଡ଼ିଓରେ, ତ ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଦ୍ୱାରା କି ଆପଣମାନଙ୍କର ଯେଉଁ ନୋଟିଫିକେସନ୍ ଆସିଛି ଡିଟେଲ୍ସ ଆପଣମାନେ ଜାଣିପାରିବେ। ଏଇଟା ଉଭୟ ପୁରୁଷ ମହିଳା ଆବେଦନ କରିପାରିବେ। ଯଦି ଆପଣମାନେ PWD କ୍ୟାଣ୍ଡିଡେଟ୍, ଏକ୍ସ ସର୍ଭିସମ୍ୟାନ୍ ଆଉ ସ୍ପୋର୍ଟସ୍ ପର୍ସନ୍ ହେଇଥିଲେ ମଧ୍ୟ ଆପଣମାନେ ଏହିସବୁ ପୋଷ୍ଟଟା ଆବେଦନ କରିପାରିବେ। ଆପଣମାନଙ୍କର ବୟସ 18ରୁ 38 ବର୍ଷ ମଧ୍ୟରେ ରହିବା ଦରକାର ଏବଂ କ୍ୱାଲିଫିକେସନ୍ ଦଶମ ଓ ଦ୍ୱାଦଶ ରହିଛି। ତ ଡିଟେଲ୍ସ ଭିଡ଼ିଓରେ ରହିଛି। ତ ଯଦି ଚ୍ୟାନେଲରେ ଆପଣମାନେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରୁ ଭୁଲିବେନି। ତ ଚାଲନ୍ତୁ ଭିଡ଼ିଓଟା ଷ୍ଟାର୍ଟ କରିବା ଏବଂ ଆପଣମାନଙ୍କର ଅରିଜିନାଲ ନୋଟିଫିକେସନ୍କୁ ଯାଇକି ଦେଖିବା। ତ ଏ ହେଉଛି ଆପଣମାନଙ୍କର ନୋଟିଫିକେସନ୍, ଯାହାକି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ତରଫରୁ 30/3/2024ରେ ରିଲିଜ୍ ହେଇଥିଲା। ତ ଏଥିରେ ଆପଣମାନଙ୍କର କ'ଣ ଥିଲା ନା, ଆପଣମାନଙ୍କର କମ୍ବାଇନ୍ଡ ହାୟର ସେକେଣ୍ଡାରୀ 10th ବା +2 ଲେଭେଲ୍ ଏକ୍ଜାମିନେସନ୍ ରହିଥିଲା। ଏଥିରେ ଆପଣମାନଙ୍କର ଟୋଟାଲ୍ 600 ଏଭବ ଭ୍ୟାକେନ୍ସିଟା ବାହାରିଛି। ତ ଆପଣମାନଙ୍କର ଆପ୍ଲିକେସନ୍ ଷ୍ଟାର୍ଟ ଗତକାଲିଠୁ ଷ୍ଟାର୍ଟ ହେଇଯିବ। ତ 25/4/2024ଠୁ ଷ୍ଟାର୍ଟ ହେଇକି ଆପଣମାନଙ୍କର ଲାଷ୍ଟ ଡେଟ୍ 24/5/2024 ପର୍ଯ୍ୟନ୍ତ ରହିଛି। ତ ଆପଣମାନଙ୍କର ଅନଲାଇନ୍ ଆପ୍ଲିକେସନ୍ ଫର୍ମଟା 25/4/2024ରୁ ଷ୍ଟାର୍ଟ ହେଇକି 27/5/2024 ପର୍ଯ୍ୟନ୍ତ ଆପଣମାନେ ଏହି ପୋଷ୍ଟଟାକୁ ଆବେଦନ କରିପାରିବେ। ଏବଂ ଯଦି କିଛି ବି ଭୁଲ କରିଥାନ୍ତ ତାହେଲେ 29/5/2024 ମଧ୍ୟରେ ଆପଣମାନେ ଏଡ଼ିଟିଂ କରି ଆପଣମାନଙ୍କ ଆପ୍ଲିକେସନ୍ ଫର୍ମଟା ଆଉଥରେ ଅନଲାଇନ୍ କରିପାରିବେ। ତ ଏଇଟା ଆପଣମାନେ OSSC ଗଭର୍ଣ୍ଣମେଣ୍ଟ ୱେବସାଇଟ୍ରେ ଯାଇକି ହିଁ ଆପଣମାନେ ଏଇ ପୋଷ୍ଟଟା ଆବେଦନ କରିପାରିବେ ଏବଂ ଆପଣମାନଙ୍କର ଫିଜିକାଲ ବା ହାର୍ଡ଼ କପି କୌଣସି ଜାଗାରୁ ସବମିଟ୍ କରିବାକୁ ପଡ଼ିବନି। ତ ଏଥିରେ ଯେଉଁ ଭ୍ୟାକେନ୍ସିଟା ରହିଛି ଆପଣମାନଙ୍କୁ କେୟାରଟେକର୍ ନମ୍ବର 1 ପୋଷ୍ଟଟା ରହିଛି। ଏଇଟା ଆପଣମାନଙ୍କର ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ଡିପାର୍ଟମେଣ୍ଟ ତରଫରୁ ରହିଛି। ଟୋଟାଲ୍ 2ଟି ଭ୍ୟାକେନ୍ସି ରହିଛି। ଏଇଟା ଗ୍ରୁପ୍ ବି ପୋଷ୍ଟଟା। ତ ଏଥିରେ ଆପଣମାନଙ୍କର ଆଉ ଗୋଟେ ଭ୍ୟାକେନ୍ସି ରହିଛି ଆୟୁର୍ବେଦିକ ଆସିଷ୍ଟାଣ୍ଟ, ଯାହାକି ଆୟୁଷ ଆସିଷ୍ଟାଣ୍ଟ ତରଫରୁ ରହିଛି ବା ପୋଷ୍ଟ ବା ସର୍ଭିସ୍। ଏଇଟା ଆପଣଙ୍କ ଡିରେକ୍ଟର ଅଫ୍ ଆୟୁଷ ଓଡ଼ିଶା ଭୁବନେଶ୍ୱର ତରଫରୁ ରହିଛି। ତ ନେକ୍ସଟ ରହିଛି ହୋମିଓପାଥିକ ଆସିଷ୍ଟାଣ୍ଟ, ଆପଣମାନଙ୍କର 216ଟି ପୋଷ୍ଟ ଆଉ ଆୟୁର୍ବେଦିକ ଆସିଷ୍ଟାଣ୍ଟ ଆପଣଙ୍କର 220ଟି ପୋଷ୍ଟ ରହିଛି। ଏସବୁ ଦୁଇଟା ଗ୍ରୁପ୍ ସି ପୋଷ୍ଟଟା। ନେକ୍ସଟ ରହିଛି ଆପଣମାନଙ୍କର ୟୁନିୟନ ଆସିଷ୍ଟାଣ୍ଟ ପାଇଁ ଆପଣମାନଙ୍କର 7ଟି ପୋଷ୍ଟ ରହିଛି। ଏସବୁ ହେଉଛି ଗ୍ରୁପ୍ ସି ପୋଷ୍ଟ ଗୁଡ଼ାକ। ତାପରେ ଜୁନିୟର ଫିସରୀ ଟେକ୍ନିକାଲ ଆସିଷ୍ଟାଣ୍ଟ ଅଣ୍ଡର ଡିରେକ୍ଟର ଅଫ୍ ଫିସରୀ ଦ୍ୱାରା ଆପଣମାନଙ୍କର ଏଇଟା ଡିରେକ୍ଟର ଅଫ୍ ଫିସରୀ ଓଡ଼ିଶା କଟକ ଦ୍ୱାରା ରହିଛି। ଏଇଟା 212ଟି ପୋଷ୍ଟ ରହିଛି। ଆମିନ୍ ପାଇଁ ଆପଣମାନଙ୍କର ୱାଟର ରିସୋର୍ସ ଓଡ଼ିଶା ଭୁବନେଶ୍ୱର ତରଫରୁ 16ଟି ଭ୍ୟାକେନ୍ସି ରହିଛି। ଏସବୁର ସ୍ୟାଲେରୀ ଲେଭେଲ୍ 3 ରହିଛି, ସେଲ୍ 1। ତ ଆପଣ ଯଦି ଏସବୁ ଯେଉଁ ଲେଭେଲ୍ 3ରେ ସେଲ୍ 1 କେତେ ରହିଛି ଆପଣମାନଙ୍କର ଏବଂ ଲେଭେଲ୍ 9 ଏସବୁର ସ୍ୟାଲେରୀ କେତେ ରହିଛି ତାହା ଜାଣିନାହାନ୍ତି, ତାହେଲେ ମୁଁ ଭିଡ଼ିଓଟା ବନେଇ ଦେଇଛି, ଆପଣଙ୍କୁ ଡେସ୍କ୍ରିପସନ୍ ବକ୍ସରେ ମିଳିଯିବ। ଆପଣମାନଙ୍କର ପେ ମ୍ୟାଟ୍ରିକ୍ସ ଲେଭେଲ୍ ସ୍କେଲ୍ ଏବଂ ପେ 7th ପେ କମିଶନ୍ ଏସବୁ ଆପଣ ଡିଟେଲ୍ସ ପାଇପାରିବେ। ତ ଯାଇକି ଆପଣ ସେଇ ଭିଡ଼ିଓ ମଧ୍ୟ ଚେକଆଉଟ୍ କରନ୍ତୁ। ତ ଚାଲନ୍ତୁ ନେକ୍ସଟ ରହିଛି ଆପଣମାନଙ୍କର ଆପଣମାନଙ୍କର କ୍ୟାଟେଗୋରୀ ଅନୁଯାୟୀ ଆପଣମାନଙ୍କର ଯେଉଁ ଭ୍ୟାକେନ୍ସି ଗୁଡ଼ାକ ବାହାରିଛି SC ST SC BC ଅନରିଜର୍ଭ କ୍ୟାଟେଗୋରୀ PWD ଏକ୍ସ ସର୍ଭିସମ୍ୟାନ୍ ସ୍ପୋର୍ଟସ୍ ପର୍ସନ୍ ମାନଙ୍କ ପାଇଁ ଆପଣମାନଙ୍କର କ୍ୟାଟେଗୋରୀ ଅନୁଯାୟୀ ଆପଣମାନଙ୍କର ଭ୍ୟାକେନ୍ସି ଗୁଡ଼ାକ ବାହାରିଛି ସବୁ ଯାକ। ତ ନେକ୍ସଟ ରହିଛି ଆପଣମାନଙ୍କର ଯଦି PWD କ୍ୟାଣ୍ଡିଡେଟ୍ ତାହେଲେ ଆପଣମାନଙ୍କର ଯେଉଁ ଡିଜାବିଲିଟି ଫଙ୍କସନାଲ କ୍ଲାସିଫିକେସନ୍ କରାଯାଇଛି, ଆପଣଙ୍କ କ୍ୟାଟେଗୋରୀ କେଉଁ କ୍ୟାଟେଗୋରୀରେ ଯିବେ ତାର ଡିଟେଲ୍ସ ମଧ୍ୟ ରହିଛି, ଆପଣ ସେଇଟା ମଧ୍ୟ ଦେଖିନେବେ। ତ ନେକ୍ସଟ ଆପଣମାନଙ୍କର ଇଲିଜିବିଲିଟି କ'ଣ ରହିଛି ନା, ଆପଣମାନଙ୍କର ଏଥିରେ ଯେଉଁ ଏଜୁକେସନ୍ କ୍ୱାଲିଫିକେସନ୍ କେୟାରଟେକର୍ ପାଇଁ 10th ବା +2 କରିଥିଲେ ଆପଣମାନେ ଏହିସବୁ ପୋଷ୍ଟଟା ଆବେଦନ କରିପାରିବେ ଏବଂ ଆୟୁର୍ବେଦିକ ଆସିଷ୍ଟାଣ୍ଟ ପାଇଁ ଆପଣ +2 ସାଇନ୍ସ କରିଥିଲେ ଆପଣ ଏହି ପୋଷ୍ଟଟା ଆବେଦନ କରିପାରିବେ। ତାପରେ ହୋମିଓପାଥିକ ଆସିଷ୍ଟାଣ୍ଟ ପାଇଁ ଆପଣଙ୍କର +2 ସାଇନ୍ସ କରିଥିବା ନିହାତି ଦରକାର।
ତାପରେ ୟୁନାନି ଆସିଷ୍ଟାଣ୍ଟ ପାଇଁ ଆପଣମାନଙ୍କର ଏଇଟା +2 ସାଇନ୍ସ ମାଗିଛି। ଯଦି +2 ସାଇନ୍ସ କରିଛନ୍ତି କୌଣସି କାଉନସିଲ୍ ବା ୟୁନିଭର୍ସିଟିରୁ, ତାହେଲେ ଆପଣମାନେ ଏହି ପୋଷ୍ଟଟା ଆବେଦନ କରିପାରିବେ। ତ ତାପରେ ରହିଛି ଜୁନିୟର ଫିସେରୀ ଟେକ୍ନିକାଲ ଆସିଷ୍ଟାଣ୍ଟ। ଏଇଟା ଆପଣ +2 ଭେକେସନାଲ୍ ଫିସେରୀ କରିଥିବେ ବା +2 ସାଇନ୍ସ କ୍ୱାଲିଫିକେସନ୍ କରିଥିବେ, ତାହେଲେ ଏହି ପୋଷ୍ଟଟା ଆବେଦନ କରିପାରିବେ। ଯଦି ଆପଣମାନଙ୍କର +2 ସାଇନ୍ସ ଆର୍ଟ୍ସ କମର୍ସ କରିଥିଲେ, ଆପଣମାନେ ଏହି ପୋଷ୍ଟଟା ଆବେଦନ କରିପାରିବେ। ଏବଂ ଆପଣମାନଙ୍କର ଏଜ୍ ମିନିମମ୍ 21ରୁ 38 କେୟାରଟେକର୍ ଏବଂ ଆୟୁର୍ବେଦିକ ଆସିଷ୍ଟ ପାଇଁ 18ରୁ 38, ହୋମିଓପାଥିକ ପାଇଁ 18ରୁ 38, ତାପରେ ୟୁନାନି ଆସିଷ୍ଟାଣ୍ଟ ପାଇଁ 18ରୁ 38, ଜୁନିୟର ଫିସେରୀ ପାଇଁ ଆପଣମାନଙ୍କର 21ରୁ 38, ଆମିନ୍ ପାଇଁ 21ରୁ 38 ରହିଛି। ତ ଏଥିରେ ଆପଣମାନଙ୍କର ବହୁତ ଗୁଡ଼ାଏ ମାର୍କ ଡିଟେଲ୍ସ ରହିଛି। ତ ଆପଣ ପ୍ରିଲିମିନାରୀ ଏକ୍ଜାମ ପାଇଁ ନେଗେଟିଭ୍ ମାର୍କିଂ ରହିଛି 0.25 ମାର୍କ। ଯଦି ଗୋଟିଏ ଭୁଲ କରନ୍ତି ତାହେଲେ ଆପଣମାନଙ୍କର ଏମିତି ମାର୍କଟା କ୍ୟାନସଲ୍ ହେଇଯିବ। ତାପରେ ନେକ୍ସଟ ଆପଣମାନଙ୍କର ଡେଟ୍ ଅଫ୍ ଏକ୍ଜାମିନେସନ୍ ଆପଣ ଜୁଲାଇ ବା ସେପ୍ଟେମ୍ବର 2024ରେ ଆପଣମାନଙ୍କର ହେଇଯିବ। ଆପଣମାନଙ୍କୁ ୱେବସାଇଟ୍ରେ ଯେତେବେଳେ ବାହାରିବ ସେତେବେଳେ ଆପଣମାନଙ୍କୁ ଇନଫର୍ମେସନ୍ କରିଦିଆଯିବ। ନେକ୍ସଟ ରହିଛି ଆପଣମାନଙ୍କର ଯେଉଁ ସିଲାବସ୍ ଗୁଡ଼ାକ ମଧ୍ୟ ଆପଣମାନଙ୍କର ଏଠି ଡିଟେଲ୍ସ ରହିଛି। ସେସବୁ ଏତେ ଦରକାର ନାହିଁ। ଯଦି ଆପଣମାନେ ଆବେଦନ କରୁଛନ୍ତି ତାହେଲେ ଡିଟେଲ୍ସ ପଢ଼ିବା ନିହାତି ଦରକାର। ଆପଣମାନଙ୍କର ଆପ୍ଲିକେସନ୍ ଇନଷ୍ଟ୍ରକ୍ସନ୍ ଯଦି ପଢ଼ିବାକୁ ଚାହୁଁଛନ୍ତି, ଆପଣମାନଙ୍କର ଡିଟେଲ୍ସ ନୋଟିଫିକେସନ୍ ଏଇଠି ରହିଛି। ତ ଏଗୁଡ଼ାକ ଆପଣମାନେ ନିଶ୍ଚୟ ଦେଖିନେବେ। ଯଦି ଆପଣ 10th ବା +2 କରିଛନ୍ତି, ଆପଣ ଆପ୍ଲାଏ ହିଁ କରନ୍ତୁ। ଆପଣମାନଙ୍କୁ ଏଥିରେ କୌଣସି ଏକ୍ଜାମ୍ ଫି ଦେବାକୁ ପଡ଼ିବନି। ଆଶା କରୁଛି ଭିଡ଼ିଓଟା ଆପଣମାନଙ୍କୁ ଇନଫର୍ମେଟିଭ୍ ହେଇଥିବ। ତ ଏଥିରେ ଆପଣମାନଙ୍କର ସିଲାବସ୍ ଦିଆଯାଇଛି, ଆପଣ ଏସବୁ ଦେଖିନେବେ। ତ ଆପଣ କେଉଁ ପୋଷ୍ଟ ପାଇଁ ଆବେଦନ କରୁଛନ୍ତି। ନେକ୍ସଟ ରହିଲା ଆପଣମାନଙ୍କର ଯେଉଁ ଭିଡ଼ିଓଟା, ତ ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିଦେବେ, ଯାହାଦ୍ୱାରା କି ସେମାନେ ଯଦି +2 ବା 10th ପଢ଼ିଛନ୍ତି ଏହିସବୁ ଭ୍ୟାକେନ୍ସିଟା ଆବେଦନ କରିପାରିବେ। ଆଶା କରୁଛି ଭିଡ଼ିଓଟା ଆପଣମାନଙ୍କୁ ଭଲ ଲାଗିଥିବ। ଜୟ ଜଗନ୍ନାଥ, ନମସ୍କାର, ଧନ୍ୟବାଦ।